ଆଜି ଆମେ ଆମ ଚାରିପାଖ ଦୁନିଆର ମୂଳଦୁଆ ବିଷୟରେ କଥା ହେବା, ମାନେ ଶିଳା ଆଉ ଖଣିଜ। ଆମ ପାଖରେ ଯେଉଁ ତଥ୍ୟ ଅଛି ସେଥିରୁ ଜଣାପଡ଼ୁଛି ଯେ ଏ ପଥରଗୁଡ଼ିକ ଏମିତି କେବଳ ପଡ଼ି ରହିନାହାନ୍ତି, ବରଂ କୋଟି କୋଟି ବର୍ଷ ଧରି ବଦଳୁଛନ୍ତି। ହଁ, ଏହା ବାସ୍ତବରେ ଗୋଟେ କେମିତି କହିବି ନିରନ୍ତର ଚାଲିଥିବା ପ୍ରକ୍ରିୟା। ଆମେ ଯେଉଁ ପାହାଡ଼ ଦେଖୁଛେ, ମାଟି ଦେଖୁଛେ, ଏପରିକି ଗୁମ୍ଫା, ସବୁ ତ ଶିଳାରେ ତିଆରି। ଆଚ୍ଛା। ଆଉ ଶିଳା ନିଜେ ତିଆରି ହୁଏ ଖଣିଜରୁ, ଛୋଟ ଛୋଟ ପ୍ରାକୃତିକ ଦାନା। ଯେମିତି ଖଣିଜକୁ ଇଟା ଭାବି ନିଅନ୍ତୁ, ଆଉ ଶିଳା ହେଲା ପୁରା କାନ୍ଥ। ବାଃ, ବଢ଼ିଆ ଉପମା। ତାହେଲେ ଏ ଯେଉଁ କାନ୍ଥ ମାନେ ଶିଳା, ଏହାକୁ ମୁଖ୍ୟତଃ 3 ଭାଗରେ ବୁଝାଯାଏ ବୋଧେ? ହଁ, ଠିକ୍। ମୁଖ୍ୟତଃ 3 ପ୍ରକାରର। ପ୍ରଥମଟି ହେଲା ଆଗ୍ନେୟ ଶିଳା, ଇଗ୍ନିୟସ୍ ରକ୍। ଆଗ୍ନେୟ, ଏହାର ନାଁ ଶୁଣିଲେ ହିଁ ନିଆଁ କଥା ମନକୁ ଆସୁଛି। ହଁ, କାରଣ ଏହାର ଆରମ୍ଭ ପୃଥିବୀ ଭିତରୁ ହୁଏ, ସେଠି ଥିବା ପ୍ରବଳ ଗରମ ତରଳ ପଦାର୍ଥରୁ। ଯେତେବେଳେ ଏହି ମ୍ୟାଗ୍ମା ମାନେ ଭୂଗର୍ଭ ଭିତରେ ଥିବା ତରଳ ପଦାର୍ଥ କିମ୍ବା ଲାଭା ଯାହା ବାହାରକୁ ବାହାରି ଆସେ ଥଣ୍ଡା ହୋଇଯାଏ, ସେତେବେଳେ କଠିନ ହୋଇ ଏ ଶିଳା ତିଆରି କରେ। ଥଣ୍ଡା ହେଲେ ତ ସବୁବେଳେ ଏତେ କଠିନ ହୁଏନି। ଏଟା ନିର୍ଭର କରେ କେତେ ଶୀଘ୍ର ଥଣ୍ଡା ହେଉଛି। ଯଦି ଧୀରେ ଧୀରେ ଥଣ୍ଡା ହୁଏ ତାହେଲେ ବଡ଼ ବଡ଼ କ୍ରିଷ୍ଟାଲ୍ସ ତିଆରି ହୁଏ, ଯେମିତି ଗ୍ରାନାଇଟ୍, ଦେଖିବେ ବହୁତ ଶକ୍ତ। ଓହୋ। ଆଉ ଯଦି ବହୁତ ଶୀଘ୍ର ଥଣ୍ଡା ହୋଇଯାଏ ତେବେ ଛୋଟ ଛୋଟ କ୍ରିଷ୍ଟାଲ ହୁଏ, ଯେମିତି ବ୍ୟାସଲ୍ଟ। ଆପଣଙ୍କର ରୋଷେଇ ଘର କାଉଣ୍ଟର ଟପ୍ ହୁଏ ତ ଗ୍ରାନାଇଟ୍ ହୋଇଥିବ। ହଁ ହଁ, ଠିକ୍ କହିଲେ, ବୁଝିଲି। ତାହେଲେ ଗୋଟେ ପ୍ରକାର ହେଲା ଏଇ ଆଗ୍ନେୟ ଶିଳା। କିନ୍ତୁ ଯେଉଁ ଶିଳା ପୃଥିବୀ ଉପରେ ଅଛି, ପାଣି ପବନ ଏସବୁର ପ୍ରଭାବରେ ତାର କ'ଣ ହୁଏ? ଏଇଠୁ ବୋଧେ ଆଉ ଗୋଟେ ପ୍ରକାର ଶିଳା କଥା ଆସିବ ନା? ନିଶ୍ଚୟ। ଏଇଠୁ ଆରମ୍ଭ ହୁଏ ତଳସ୍ଥ ଶିଳା ବା ସେଡିମେଣ୍ଟାରୀ ରକ୍ର କାହାଣୀ। ଦେଖନ୍ତୁ, ସମୟକ୍ରମେ ପବନ, ବର୍ଷା, ନଦୀର ସୁଅ ଏସବୁ କ'ଣ କରେ ନା ଆଗରୁ ଥିବା ଶିଳାକୁ ଭାଙ୍ଗିଦିଏ। ଛୋଟ ଛୋଟ କରିଦିଏ। ହଁ, ଛୋଟ ଛୋଟ କଣିକାରେ ପରିଣତ କରେ। ଏହାକୁ ଆମେ ଅବକ୍ଷେପ ବା ସେଡିମେଣ୍ଟସ୍ କହୁ। ଏହି କଣିକାଗୁଡ଼ିକ ଯାଇ ନଦୀ, ହ୍ରଦ କିମ୍ବା ସମୁଦ୍ର ତଳେ ଜମା ହୁଏ, ସ୍ତର ପରେ ସ୍ତର। ଆଚ୍ଛା, ସେଥିପାଇଁ ତଳସ୍ଥ ଶିଳା, କାରଣ ଏଗୁଡ଼ାକ ତଳେ ସ୍ତର ସ୍ତର ହୋଇ ଜମା ହେଉଛି। ଏକଦମ ଠିକ୍। ଆଉ ଯେତେବେଳେ ଉପର ସ୍ତରର ଚାପ ପଡ଼େ, ତଳ ସ୍ତରର କଣିକାଗୁଡ଼ିକ ଧୀରେ ଧୀରେ ବାନ୍ଧି ହୋଇଯାନ୍ତି, କଠିନ ହୋଇ ଶିଳାରେ ପରିଣତ ହୁଅନ୍ତି। ଉଦାହରଣ କିଛି? ଯେମିତି ବାଲୁକା ପଥର କିମ୍ବା ଚୂନ ପଥର, ଏଗୁଡ଼ିକ ତଳସ୍ଥ ଶିଳାର ଭଲ ଉଦାହରଣ। ଆଉ ମୁଁ ଶୁଣିଥିଲି ଏଇ ସ୍ତର ଭିତରେ ବେଳେବେଳେ ବହୁତ ପୁରୁଣା ଗଛ କିମ୍ବା ପ୍ରାଣୀଙ୍କର ଚିହ୍ନ ମିଳେ, ଯାହାକୁ ଜୀବାଶ୍ମ କୁହନ୍ତି। ହଁ, ସଠିକ୍। ଜୀବାଶ୍ମ ବା ଫସିଲ୍ସ ମିଳିବା ତଳସ୍ଥ ଶିଳାର ଗୋଟେ ବଡ଼ ବିଶେଷତ୍ୱ। ଏହା ଆମକୁ ପୃଥିବୀର ଅତୀତ ବିଷୟରେ ବହୁତ କିଛି କୁହେ। ଏବେ ଭାବନ୍ତୁ, ଯଦି ଏହି ଆଗ୍ନେୟ ବା ତଳସ୍ଥ ଶିଳା କୌଣସି କାରଣରୁ ପୁଣି ପୃଥିବୀ ଭିତରକୁ ଚାଲିଯାଏ, ଯେଉଁଠି ପ୍ରବଳ ଗରମ ଆଉ ଚାପ ଅଛି। ତାହେଲେ ପୁଣି ତରଳିଯିବ କି, ଯେମିତି ଆଗ୍ନେୟ ଶିଳା ତିଆରି ହୋଇଥିଲା? ସବୁବେଳେ ନୁହେଁ। ଯଦି ଉତ୍ତାପ ଆଉ ଚାପ ବହୁତ ଅଧିକ କିନ୍ତୁ ପୁରା ତରଳିବା ପାଇଁ ଯଥେଷ୍ଟ ନୁହେଁ, ତାହେଲେ କ'ଣ ହୁଏ କି ସେହି ଶିଳାର ମୂଳ ରୂପ ବଦଳିଯାଏ। ବଦଳିଯାଏ? ହଁ, ତାର ଗଠନ, ଖଣିଜ ସବୁ ବଦଳିଯାଏ। ମାନେ ଗୋଟେ ନୂଆ ପ୍ରକାରରେ ଶିଳା ତିଆରି ହୁଏ। ଏହାକୁ କହନ୍ତି ରୂପାନ୍ତରିତ ଶିଳା, ମେଟାମର୍ଫିକ୍ ରକ୍। ରୂପାନ୍ତରିତ ମାନେ ରୂପ ବଦଳି ଯାଇଥିବା। ବୁଝିଲି। ଏହାର କିଛି ଜଣାଶୁଣା ଉଦାହରଣ? ମାର୍ବଲ ବୋଧେ? ଏକଦମ ସଠିକ୍। ଆମେ ଯେଉଁ ଚୂନପଥର ଲାଇମଷ୍ଟୋନ୍ କଥା କହୁଥିଲେ, ସେଇଟା ତ ଗୋଟେ ତଳସ୍ଥ ଶିଳା। ହଁ। ସେଇ ଚୂନପଥର ଉପରେ ଯେତେବେଳେ ବହୁତ ବେଶୀ ଉତ୍ତାପ ଆଉ ଚାପ ପଡ଼େ, ସେତେବେଳେ ତାହା ମାର୍ବଲରେ ପରିଣତ ହୋଇଯାଏ। ସୁନ୍ଦର ଆଉ ଅପେକ୍ଷାକୃତ ଅଧିକ କଠିନ। ବାଃ, ସେଥିପାଇଁ ମାର୍ବଲ ଏତେ ମୂଲ୍ୟବାନ ନା? ମନ୍ଦିର, ମୂର୍ତ୍ତି ପୂଜା। ହଁ, ତାର ଗୁଣ ବଦଳିଯାଏ। ଆଉ ଗୋଟେ ଉଦାହରଣ ହେଲା ସ୍ଲେଟ୍। ସେଇଟା ବି ଗୋଟେ ରୂପାନ୍ତରିତ ଶିଳା। ଆଶ୍ଚର୍ଯ୍ୟଜନକ। ତାହେଲେ ଗୋଟେ ପ୍ରକାର ଶିଳା ଆଉ ଗୋଟେ ପ୍ରକାରରେ ବଦଳିପାରେ। ଏଇଟା ତ ଗୋଟେ ଚକ୍ର ଭଳି ଲାଗୁଛି। ଆମେ ଆରମ୍ଭରୁ କହୁଥିଲେ ଶିଳା ଖଣିଜରୁ ତିଆରି। ଟିକେ ଏଇ ଖଣିଜ ମିନେରାଲ୍ସ ବିଷୟରେ କହିବେ କି? ହଁ, ଖଣିଜ ହେଉଛି ପ୍ରକୃତିରୁ ମିଳୁଥିବା ଏକ ଶୁଦ୍ଧ, ଅଜୈବିକ ପଦାର୍ଥ। ମାନେ ଏହା କୌଣସି ଜୀବନ୍ତ ଜିନିଷରୁ ଆସିନି। ଏହାର ଗୋଟେ ନିର୍ଦ୍ଦିଷ୍ଟ ରାସାୟନିକ ଗଠନ ଥାଏ, ଆଉ ନିଜର କିଛି ଗୁଣ, ଯେମିତି ରଙ୍ଗ, କେତେ ଶକ୍ତ, କାଠିନ୍ୟ, ଚମକ ଇତ୍ୟାଦି। ଆଚ୍ଛା, ଉଦାହରଣ ସ୍ୱରୂପ? ଦେଖନ୍ତୁ, କ୍ୱାର୍ଟଜ, ଫେଲ୍ସପାର ଏଗୁଡ଼କ ବହୁତ ସାଧାରଣ ଖଣିଜ, ଅନେକ ଶିଳାରେ ମିଳେ। ଆଉ କିଛି ମୂଲ୍ୟବାନ ଧାତବ ଖଣିଜ ବି ଅଛି, ଯେମିତି ସୁନା, ତମ୍ବା,
ଲୁହା। ଆଉ ଏହି ଖଣିଜ ଆଉ ଶିଳା ଏସବୁ ତ ଆମ ଦୈନନ୍ଦିନ ଜୀବନରେ ଚାରିଆଡ଼େ ଅଛି ନା? ନିଶ୍ଚିତ ଭାବରେ। ଘର ତିଆରିରେ ଗ୍ରାନାଇଟ୍, ମୂର୍ତ୍ତି ପାଇଁ ମାର୍ବଲ, ବିଜୁଳି ତାରରେ ତମ୍ବା, ଯନ୍ତ୍ରପାତିରେ ଲୁହା, ଏମିତିକି ଆମେ ଖାଉଥିବା ଲୁଣ ବି ତ ଗୋଟେ ଖଣିଜ, ହ୍ୟାଲାଇଟ୍। ଏକଦମ। ଭାବି ଦେଖନ୍ତୁ, ଶିଳା ଆଉ ଖଣିଜ ବିନା ଆମର ଆଧୁନିକ ଜୀବନ କେମିତି ହୁଅନ୍ତା? ଏଗୁଡ଼ିକ କେବଳ ପଥର ନୁହନ୍ତି, ଏଗୁଡ଼ିକ ଆମର ଗୁରୁତ୍ୱପୂର୍ଣ୍ଣ ସମ୍ବଳ। ତାହେଲେ ଆଜିର ଆଲୋଚନାରୁ ଆମେ ବୁଝିଲେ ଯେ ପୃଥିବୀ ଭିତରର ଉତ୍ତାପ, ବାହାରର ପାଣି ପବନ ଆଉ ଗଭୀର ଚାପ ଏସବୁ ମିଶି କେମିତି 3 ପ୍ରକାରର ମୁଖ୍ୟ ଶିଳା ତିଆରି କରୁଛନ୍ତି: ଆଗ୍ନେୟ, ତଳସ୍ତର ଆଉ ରୂପାନ୍ତରିତ। ହଁ, ଆଉ ସବୁର ମୂଳରେ ଅଛି ଖଣିଜ। ଆଉ ଗୋଟେ କଥା ମନେ ରଖିବା ଦରକାର ଯେ ଏ ପୂରା ପ୍ରକ୍ରିୟା, ଏ ଶିଳାଚକ୍ର, ଏହା କୋଟି କୋଟି ବର୍ଷ ଧରି ଚାଲିଛି। ଆଜି ଯାହା ଗ୍ରାନାଇଟ୍, କାଲି ତାହା ବାଲି ହୋଇପାରେ, ପୁଣି ସେ ବାଲିରୁ ବାଲୁକା ପଥର, ଆଉ ହୁଏତ ଆହୁରି ଗଭୀରକୁ ଗଲେ ତାହା ରୂପାନ୍ତରିତ ବି ହୋଇପାରେ। ଏ ପରିବର୍ତ୍ତନଶୀଳତା ହିଁ ବୋଧେ ପୃଥିବୀର ଏକ ବଡ଼ ରହସ୍ୟ। ଶେଷରେ ଗୋଟେ କଥା ମନକୁ ଆସୁଛି, ଯେମିତି ଆମେ ଜାଣିଲେ ସାଧାରଣ ଚୂନପଥର କେମିତି ଅସାଧାରଣ ଚାପ ଓ ତାପରେ ଚମତ୍କାର ମାର୍ବଲ ହୋଇଯାଉଛି। ଆମ ଚାରିପାଖରେ ଥିବା ଆହୁରି କେତେ ସାଧାରଣ ଜିନିଷ ଥିବେ ଯେଉଁମାନେ ହୁଏତ ସେମାନଙ୍କର ଅତୀତରେ ଏମିତି କିଛି ଆଶ୍ଚର୍ଯ୍ୟଜନକ ରୂପାନ୍ତରଣ ଦେଇଯାଇଥିବେ ଯାହା ଆମେ ଜାଣିନେ। ଏକଥା ଟିକେ ଭାବିବା କଥା, ନୁହେଁ କି?